নমস্কার। যুদ্ধ ও শান্তি ভিতরে আমি ସବୁବେଳେ ଶାନ୍ତି ପସନ୍ଦ କରେ। କିନ୍ତୁ ଯଦି ଆମେ ଦେଖିବା 3500 ଖ୍ରୀଷ୍ଟାବ୍ଦ ପୂର୍ବରୁ ଏବଂ ଆମର ଯେଉଁ ବିଂଶ ଶତାବ୍ଦୀ ଚାଲିଛି ଶେଷ ପର୍ଯ୍ୟନ୍ତ ପାଖାପାଖି 14,000 ଜିତିଛନ୍ତି। ଏ 14,000 ଯୁଦ୍ଧରେ କେତେ ଜଣ ମରିଥିବେ ତାର କଳନା ନାହିଁ। ଆଉ ଏବେ ନିକଟରେ ଫେବୃଆରୀ 28 ତାରିଖରୁ ଦ୍ୱିତୀୟ ଥର ପାଇଁକା ଇରାନ ଉପରେ ଆକ୍ରମଣ କରିଛି ଆମେରିକା ଓ ଇସ୍ରାଏଲ। ଗୋଟିଏ କାରଣ ପାଇଁ ଯେ ଆମେରିକା କହିବାର କଥା, ଇସ୍ରାଏଲ କହିବାର କଥା, ଇରାନ ଆଣବିକ ବୋମା ବା ଆଣବିକ ଅସ୍ତ୍ରଶସ୍ତ୍ର ତିଆରି ଯେମିତି ନ କରିପାରେ। ଦ୍ୱିତୀୟରେ ଇରାନର ଯେଉଁ ତେଲ ପଡ଼ି ଅଛି ତାରି ପରିବର୍ତ୍ତ ଆମେରିକା ଲଗର କରିଛି। ହଠାତ୍ ଫେବୃଆରୀ 28 ତାରିଖରେ ଆମେରିକା ଯେଉଁ ଭାବରେ ଆକ୍ରମଣ କଲା ସେଥିରେ ଇରାନର ଯେ ମୁଖ୍ୟ ଆୟତୁଲ୍ଲା ଖୋମେନି ସେ ଚାଲିଗଲେ ଏବଂ ତାଙ୍କ ସହିତ ଯେଉଁ ବହୁତ ବଡ଼ ବଡ଼ ଜନନାୟକ ଆଉ ସାମରିକ ନେତା ସାମରିକ ଯେଉଁମାନେ ନେତୃତ୍ୱ ନେଉଥିଲେ ସେମାନେ ସବୁ ଚାଲିଗଲେ। କିନ୍ତୁ ଇରାନ ଦବିଲା ନାହିଁ। ଇରାନ ଯୁଦ୍ଧ ତାର ଉତ୍ତର ଦେଲା ଏବଂ ଆଜି 40 ଦିନ ପରେ ଆମେରିକା ଦୁନିଆରେ ସିଜ୍ ଫାୟାର ଘୋଷଣା, ଯୁଦ୍ଧ ବିରତି ଘୋଷଣା ଏବଂ ଯୁଦ୍ଧ ବିରତି ପରେ ଗୋଟେ ଆଲୋଚନା ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ମଧ୍ୟ ଆଗ ସେ ଆଲୋଚନା ମଧ୍ୟ ସମ୍ପର୍କ ହେଲା। ଏବେ ଆମେରିକା ବ୍ଲକେଡ୍ ଆରମ୍ଭ କରିଛି। ସେଟା ହେଉଛି ଅର୍ଥନୈତିକ ବାସନ୍ଦ କରିବା ପାଇଁ ଇରାନକୁ କୌଣସି ଜାହାଜ ଛାଡ଼ିଦେବା ପାଇଁକା ଏପଟେ ଷ୍ଟ୍ରେଟ୍ ଅଫ୍ ହରମୁଜ କୁ ଇରାନ ମଧ୍ୟ ତାର ନେତୃତ୍ୱରେ ରଖିଛି, ତାର କର୍ତ୍ତୃତ୍ୱ ମଧ୍ୟରେ ରଖିଛି, ଯଦ୍ୱାରା କି ସାରା ବିଶ୍ୱରେ ଆଜି ଚହଳ କରିଛି। ତେଲ ଦର ବଢ଼ିଛି, ଗ୍ୟାସ ଦର ବଢ଼ିଛି, ସାର ମିଳୁନାହିଁ, ଏମିତି ଅନେକ ଅସୁବିଧା ବିଘ୍ନ ଦେଖାଦେଇଛି। ଆଗାମୀ ଦିନରେ କ'ଣ ହେବ କିଛି କହିହେଉ ନାହିଁ। ତେଣୁ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଗହଳରେ ଅଛନ୍ତି ବ୍ରିଗେଡିୟର ପଟ୍ଟନାୟକ। ବ୍ରିଗେଡିୟର ଡକ୍ଟର ପଟ୍ଟନାୟକଙ୍କ ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁଛି। ଶାନ୍ତି କେବେ କରିବ ଆମେ କେହି ଜାଣୁ। ତେବେ ଆମେ ଆଜିର ଫେସ୍ ଟୁ ଫେସ୍ର ଆଳାପରେ ଆଲୋଚନା କରିବା ବ୍ରିଗେଡିୟର ଲକ୍ଷ୍ମୀଚରଣ ପଟ୍ଟନାୟକଙ୍କ ସହିତ ଯେ ଶାନ୍ତି ଆମକୁ ମିଳିବ ତ ନା ଏଇ ଯୁଦ୍ଧରେ ବିଶ୍ୱସ୍ତ କରିଛି। ଇଏ ହେଉଛି ଗୋଟେ ଆହ୍ୱାନ। ସେଇ ଆହ୍ୱାନ କେମିତି ହେବ ଏ ସମ୍ପର୍କରେ ବ୍ରିଗେଡିୟର ପଟ୍ଟନାୟକ ଆମକୁ ଜଣାଇବେ। ବ୍ରିଗେଡିୟର ପଟ୍ଟନାୟକ କେବଳ ଜଣେ ପ୍ରଖ୍ୟାତ ଯୋଦ୍ଧା ନୁହନ୍ତି, ବିଜ୍ଞ ଏବଂ ଯୁଦ୍ଧ କୌଶଳ, କୂଟନୀତି, ବିବାଦ ସମାଧାନ ଏବଂ ମାନବ ସମ୍ବଳ ପରିଚାଳନା ସହ ସିଦ୍ଧ। 2003ରୁ 2005 ମଧ୍ୟରେ ଇରାନର ରାଜଧାନୀ ତେହରାନରେ ସିଏ ଭାରତ ସରକାରଙ୍କର ଆଡଭାଇଜର ବା ଉପଦେଷ୍ଟା କରିବା ପ୍ରତିରକ୍ଷା ଉପଦେଷ୍ଟା ଥିଲେ ଭାରତୀୟ ଏମ୍ବାସିରେ। ତାରି ଭିତରେ ସେ ପୁରା ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ, ତା ଛଡ଼ା ଆଫଗାନିସ୍ତାନ ଏବଂ ଅନ୍ୟ କିଛି ପାଖାପାଖି ଯେଉଁ ଦେଶ ଅଛି ତା ସହିତ ମଧ୍ୟ ସମ୍ପର୍କ ଏବଂ ଅତୀତରେ ସେ କେତେ ପ୍ରକାରର ଏଇ ଯେଉଁ କୂଟନୀତି ଏବଂ ସାମରିକର କି ପ୍ରକାର ଚାଲିଛି ପ୍ରାକ୍ଟିକାଲ ନଲେଜ ମଧ୍ୟ ସେ ବହୁତ ଦେଇଛନ୍ତି। ଏବଂ ଭାରତୀୟ ଯେଉଁ ସାମରିକ ଆମ ବାହିନୀରେ ଯେଉଁ ନିଯୁକ୍ତି ହୁଏ, ବଡ଼ ବଡ଼ ପଦ ପାଇଁ ନିଯୁକ୍ତି ହୁଏ, ସେଥିରେ ମଧ୍ୟ ସେ ଏବେ ଥିଲେ ଏବଂ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନର ଚେୟାରମ୍ୟାନ୍ ମଧ୍ୟ ରହିଛନ୍ତି।
our Dr. Patnaik during Motodio is a strategic UN defense that equals Patirta do Busho, Taro, Pesiole, the short Halochico, Sumalochico, Tel Tatuane Gauda Payazi, Puntokusi, Dr. Dan Probu, Slavat Porichiano, Vachiboku. E portando Chalici, Iraq, do ଟିକେ ଥଣ୍ଡା କରିଯାଇଛି କିନ୍ତୁ ଥଣ୍ଡାଟି ପଡ଼ିନି କହିଲେ ବି ଅଚଳ ହେବ ନାହିଁ କାରଣ ଗୋଟିଏ ପଟେ ଆପଣ ଦେଖୁଛନ୍ତି ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜରୁ କୌଣସି ଜାହାଜ ଛାଡ଼ିବାକୁ ଦେଉନି ସେପଟେ ଆମେରିକା ବ୍ଲକେଟ୍ କଲା ଇକୋନୋମିକ୍ ବ୍ଲକେଟ୍ ଯାହା କହୁଛନ୍ତି ଯେ ଇରାନକୁ କୌଣସି ଜାହାଜ ଆସିବ ନାହିଁ କିମ୍ବା କୌଣସି ଜାଗାରେ ଏଭଳି ପରିସ୍ଥିତିରେ ଯେଉଁ ଆମ सीज फायर अंदर पड़े सीज फायर तक केतु सब बीचन बाउछ ଆପଣ ଏ ମଞ୍ଚକୁ ଆଜି ମୋତେ ଡାକିଛନ୍ତି ମୁଁ ଆପଣ ପାଇଁ ବହୁତ ବହୁତ କୃତଜ୍ଞ ଆଉ ଏମିତି ଗୋଟେ ପ୍ଲାଟଫର୍ମ ମିଳିବ ଯାହାଦ୍ୱାରା ଆମେ ଆମର ଭ୍ୟୁଜ୍କୁ ଆମେ ଦର୍ଶକ ସହିତ ଆମେ ସେୟାର କରିପାରିବା ଏଇ ଗୋଟେ ସିଚୁଏସନରେ ଯେତେବେଳେ ପୃଥିବୀରେ ବହୁତ ଅଶାନ୍ତି ଚାଲିଛି ଯୁଦ୍ଧ ଚାଲିଛି ଆଉ ଆମେ ଜାଣିପାରୁନି କି କାଲି କ'ଣ ହେବ ତା ଦ୍ୱାରା ଲୋକଙ୍କର ପରିସ୍ଥିତି କ'ଣ ହେବ ସିକ୍ୟୁରିଟି କ'ଣ ହେବ ସେଇ ବିଷୟରେ ଜାଣିବା ଦରକାର ପ୍ରଥମେ ଆପଣ ପଚାରିଲେ କି ସିଜ୍ ଫାୟାରଟା କ'ଣ ରହିପାରିବ କି ନ ରହିପାରିବ ଦେଖ ସିଜ୍ ଫାୟାର ଗୋଟେ ଏମିତି ଗୋଟେ ଚୁକ୍ତି ଥାଏ ଯେଉଁଟାକି ଯୁଦ୍ଧ ଭିତରେ ଯେତେବେଳେ ହୁଏ ସେଇଟାକୁ ଗୋଟେ ପଜ୍ ଦେବା ପାଇଁ ପଡ଼େ କି ତାକୁ ଗୋଟେ ସମୟ ଗୋଟେ କିଛି ସମୟ ତାକୁ ରଖିବା ପାଇଁ ପଡ଼ିଥାଏ ତାର ବହୁତ କାରଣ ଥାଏ ଆଉ ଗୋଟେ କାରଣ ହେଉଛି କି ଆମେ କେମିତି ଟିକେ ରିଗ୍ରୁପ୍ କରିପାରିବା ଆଉ ଆମେ କେମିତି ତମେ ରିକନସିଲେସନ୍ କରିବା ଆମେ କେବେ ଭାବିବା କଥା ନାହିଁ କି ସିଜ୍ ଫାୟାର ଗୋଟେ ଏମିତି ଚୁକ୍ତି ଯେଉଁଥିରେ କି ଯୁଦ୍ଧଟା ସମାପ୍ତ ଯଦି ସିଜ୍ ଫାୟାର ପରେ ଆମେ ଭାବିବା ଯୁଦ୍ଧଟା ସମାପ୍ତ ହେଇଯିବ ତାହେଲେ ଏଇଟା ଆମେ ଭୁଲ ଧାରଣା ଏଇ ଏଇ ଯେଉଁ war ଚାଲିଛି 40 ଦିନିଆ ଯେଉଁ ଯୁଦ୍ଧ ଚାଲିଲା ଇରାନ ଆଉ ଆମେରିକା ଭିତରେ ଏ ଯୁଦ୍ଧର ବହୁତ କାରଣ ହେଇପାରେ ବହୁତ ପ୍ରକାର ତାର ରିଜନ୍ ଆସୁଛି ନ୍ୟୁଜ୍ ପେପରରେ ବଟ୍ ଗୋଟେ ଜିନିଷ ଆମକୁ ଜାଣିବା କଥା ମୁଁ ମୋର ଟିକେ ପର୍ସନାଲ୍ ଏକ୍ସପିରିଏନ୍ସ କହୁଛି ମୁଁ 2003 ଯେତେବେଳେ ତେହରାନରେ ପହଞ୍ଚିଲି ଆଉ ଗାଡ଼ି ନେଇକି ଟିକେ ଡ୍ରାଇଭ୍ କରି ଯାଉଥିଲି ଇରାନର ମେନ୍ ଯେଉଁ ତାଙ୍କ ସହର ଅଛି ଆଉ ମେନ୍ ବିଲ୍ଡିଙ୍ଗସ୍ ଉପରେ ମୋତେ ବହୁତ ପୋଷ୍ଟର ଦେଖାଗଲା ତା ଦେହରେ ଲେଖା ହେଇଥିଲା କ'ଣ ନା ଡେଥ୍ ଟୁ ଆମେରିକା ଡେଥ୍ ଟୁ ସଟାନ୍ ବଡ଼ ବଡ଼ ସବୁ ପୋଷ୍ଟର ସବୁ ଲାଗିଛି ସୋ ମୁଁ କେତେ ଜଣଙ୍କୁ ପଚାରିଲି ମୁଁ କେତେ ଇରାନିଆନ୍ ସାଙ୍ଗମାନଙ୍କୁ କି 1979ରେ ତ ଆମେରିକା ଏଠୁ ଛାଡ଼ିକି ପଡ଼ିଲେ ତାପରେ ଇସଲାମିକ୍ ରେଜିମ୍ ଆସିଲା ଏଇଟା 2003 ହେଇଗଲାଣି ତ ଏତେ ବର୍ଷ ପର୍ଯ୍ୟନ୍ତ ତୁମର କାହିଁକି ଆମେରିକା ଉପରେ ତୁମର ଏତେ ରାଗ ଆମେରିକା ତ ଏ ଭିତରେ ତୁମକୁ କେବେ ଆଟାକ୍ କରେନି ତୁମ ଉପରେ କିଛି ହଇରାଣ କରିନି ନା କେତେଜଣ କହିଲେ କି ସେ ଆମର ହେଉଛି ଶତ୍ରୁ ମୁଁ କହିଲି ଶତ୍ରୁ କେଉଁ ଦେଶରେ କେଉଁ ଦୃଷ୍ଟିରେ ବଟ୍ ସେ ଆମ ଶତ୍ରୁ ଆମ ସରକାର କହୁଛି ସେ ଆମ ଶତ୍ରୁ ସୋ ବହୁତ ଇରାନିଆନ୍ ଇଏ ନିଜେ ବି ଜାଣିପାରିନାହାନ୍ତି କି ଆମେରିକା ତାଙ୍କ ଶତ୍ରୁ କି ତା ଶତ୍ରୁ କି ନୁହେଁ ଆପଣ ଜାଣିବା କଥା କି ଆମେରିକାରେ ଏତେ ଜଣ ଇରାନିଆନ୍ସ ଅଛନ୍ତି ଯେଉଁମାନେ କି ବହୁତ ଭଲ ପୋଜିସନ୍ରେ ଅଛନ୍ତି ଆଉ ଯାହାଦ୍ୱାରା କି ତାଙ୍କର ପବ୍ଲିକ୍ ଓପିନିଅନ୍ ଆମେରିକାରେ ବହୁତ ସମୟ ପର୍ଯ୍ୟନ୍ତ ପ୍ରୋ ଆମେରିକାନ୍ ଥିଲା ଆଉ ପ୍ରୋ ଇରାନ ବି ଥିଲା ସୋ ସେଇଥିପାଇଁ ଏପର୍ଯ୍ୟନ୍ତ ଆମେରିକା କିଛି କରିନଥିଲା ବଟ୍ କ'ଣ ହେଲା କି 2016-17 ପରେ ଆପଣ ମନେ ଥିବ କି 2015ରେ ଗୋଟେ ଏଗ୍ରିମେଣ୍ଟ ସାଇନ୍ କରିଥିଲେ ଓବାମା ଆଉ 5ଟା ବଡ଼ ବଡ଼ ଦେଶ ତାକୁ କୁହନ୍ତି P5+1 ଜର୍ମାନୀକୁ ମିଶେଇକି ତାକୁ କହିଥିଲେ କି ଗୋଟେ ଏଗ୍ରିମେଣ୍ଟ ହେଇଥିଲା ତାକୁ କୁହନ୍ତି JCPOA ଯାହାଦ୍ୱାରା କି ଇରାନକୁ କୁହାଯାଇଥିଲା କି ତମେ ତମର ୟୁରେନିୟମକୁ ତମେ ଯେତିକି ତମ ଅଛି ତାକୁ କମେଇକି 3%କୁ ନେଇ ଆସ 3.79% ସେ ଗୋଟେ 2 ବର୍ଷ ଧରି ଗୋଟେ ନେଗୋସିଏସନ୍ ଚାଲିଲା ତା ଦ୍ୱାରା ଇରାନିଆନ୍ ମାନିଲେ ଆଉ ନିଜେ ହସ୍ତାକ୍ଷର କଲେ ନିଜେ ସାଇନ୍ କଲେ କି ଆମେ ଆମର ଏନରିଚମେଣ୍ଟ ୟୁରେନିୟମକୁ ଆମେ 3%କୁ ନେଇ ଆସୁ 100%କୁ ମାନେ ୟାଠୁ ବଡ଼ ଡିପ୍ଲୋମାଟିକ୍ ସକ୍ସେସ୍ ମୁଁ ଭାବୁନି କିଏ ହେଲେ ବି ଏଟାକୁ ଆଚିଭ୍ କରିପାରିଥାନ୍ତା ବଟ୍ ପ୍ରେସିଡେଣ୍ଟ ଟ୍ରମ୍ପ ଯେତେବେଳେ ପ୍ରେସିଡେଣ୍ଟ ହେଇକି ଆସିଲେ ସେ ପ୍ରଥମରେ ଏ ଏଗ୍ରିମେଣ୍ଟଟାକୁ ତାପରେ ଚିରିଦେଲେ କହିଲେ କି ଏଇଟା କିଛି ଗୋଟେ ଭଲ ଏଗ୍ରିମେଣ୍ଟ ନାହିଁ ଏଇଟା ଆମକୁ କେବେ ବି ଏନ୍ସିଓର କରିପାରିବନି କି କାଲି
ଇରାନ ନ୍ୟୁକ୍ଲିୟର ଏନରିଚମେଣ୍ଟ କରିକି ଗୋଟେ ୱେପନ୍ସ କି ବମ୍ ଗୋଟେ କରିପାରିବ କି ନ କରିପାରିବ ତାର କିଛି ସିଓରିଟି ନାହିଁ ସେଥିପାଇଁ ସେଇଟା ସେ ଚିରିଦେଲେ ସେଇଠୁ ଶତ୍ରୁତା ଆରମ୍ଭ ହେଲା ଆଉ ପରେ ଇସ୍ରାଏଲ ଉପରେ ଯେତେବେଳେ ଆଟାକ୍ ହେଲା ହାମାସଙ୍କର ଆପଣ ମନେ ଅଛି 7 ଅକ୍ଟୋବର 23 ତାପରେ ଇସ୍ରାଏଲ ଆଟାକ୍ କଲା ହାମାସକୁ ଇସ୍ରାଏଲ କହିଲା କି ହାମାସ ହେଜବୁଲ୍ଲା ଆଉ ହଉଥିସ୍ ଏ ସବୁଗୁଡ଼ା ହେଉଛନ୍ତି ଇରାନର ଗୋଟେ ଗୋଟେ ପ୍ରକ୍ସି ସେଥିରେ ମୁଁ ଯେମିତି ହେଲେ ଇରାନକୁ ଧ୍ୱଂସ କରିବି ଆଉ ତାର ନ୍ୟୁକ୍ଲିୟର ୱେପନ୍ସ ଯେଉଁ ଆମ୍ବିସନ୍ଟା ଅଛି ସେଇଟା ମୁଁ ତାକୁ କରିବାକୁ ଦେବି ସୋ ତାଙ୍କର ତାପରେ ଚୁକ୍ତି ହେଲା ଆମେରିକା ଆଉ ତାପରେ ଇସ୍ରାଏଲ ଭିତରେ କି ଆମେ ମିଶିକି କେମିତି ଏଇ ତାର ଯେଉଁ ପରମାଣୁ ତିଆରି କରିବାର ଶକ୍ତିଟାକୁ ତାକୁ ଆମେ ଧ୍ୱଂସ କରିବୁ ଏଇଟା ଗୋଟେ ବଡ଼ ବ୍ୟାକଗ୍ରାଉଣ୍ଡ ଥିଲା ଯେଉଁଟା ବି ଡେଭଲପମେଣ୍ଟ ହେଲା ପସିବଲି ଯଦି ହାମାସ ଆଟାକ୍ କରିନଥାନ୍ତେ ଇସ୍ରାଏଲ ଉପରେ ମେ ବି ଇସ୍ରାଏଲ କାଲି ଆଟାକ୍ କରିନଥାନ୍ତା କି ଆମେରିକା ତାପରେ ଆଟାକ୍ କରିନଥାନ୍ତା ବଟ୍ ଏଇ ଯେଉଁ ଗୋଟେ ଇନଷ୍ଟିଗେସନ୍ ହେଲା ଯେଉଁଟା କି ଇସ୍ରାଏଲ ଆଉ ଆମେରିକା ପୁରା ଭାବିଲେ କି ଇରାନର ଯଦି ସପୋର୍ଟ ନଥାନ୍ତା ସେମାନେ କରିପାରିନଥାନ୍ତେ ବଟ୍ ମୋର ଯେଉଁ ଖବର ସୂତ୍ରରୁ ଜଣାଅଛି କି ଇରାନର ହମାସ ଉପରେ ଏତେ ହୋଲ୍ଡ ନଥିଲା ଯେତିକି ତାଙ୍କର ହିଜବୁଲ୍ଲା ଉପରେ ହୋଲ୍ଡ ଅଛି ତାର କ'ଣ ଯେ ରିଜନ୍ ଥିଲା ସେ ହମାସ ଆଟାକ୍ କରିବ ତାର ଗୋଟେ ଅଲଗା ବିଚାରଧାରା ଅଛି ବଟ୍ ଏଇଟା ହେଉଥିଲା ଗୋଟେ ଟ୍ରିଗର ପଏଣ୍ଟ ଯାହାଦ୍ୱାରା କି ଆମେରିକା ଆଉ ଇସ୍ରାଏଲ ସେମାନେ ଡିସାଇଡ୍ କଲେ କି ଆମେ ଯେମିତି ହେଲେ ଇରାନର ଯେଉଁ ନ୍ୟୁକ୍ଲିୟର ଯେଉଁ ପାୱାର ଅଛି ତାକୁ ଆମେ ଯେମିତି ହେଲେ ଆମେ ପୁରା ବନ୍ଦ କରିବୁ ଡେଷ୍ଟ୍ରୟ କରିବୁ ୟା ତ ତାକୁ କେମିତି ହେଲେ ଏଇ ଯୋଉ କଥା ଆପଣ କହିଲେ ଯେ ଆମେରିକା ଚାହୁଁଛି ଇରାନର ଯୋଉ ଆଣବିକ ଶକ୍ତିକୁ ଖତମ କରିଦେବା ଏଇଟା ଗୋଟେ ଦୋହଆ ନୀତି ନୁହଁ କି ସାରା ପୃଥିବୀର ଯୋଉ ବିଶ୍ୱ ରାଷ୍ଟ୍ର ଅଛନ୍ତି ବା ଆମର ଇଣ୍ଟରନ୍ୟାସନାଲ ଆଟମିକ ଏନର୍ଜି ଏଜେନ୍ସି ଅଛି IAEA ଆଉ ଗୋଟେ ଦେଶ ଇସ୍ରାଏଲ ଯିଏକି ଆଣବିକ ବୋମା ତିଆରି କରିଛି ବି କୁହାଯାଉଛି ବା କରୁଛି ବି କୁହାଯାଉଛି ତାର ଉପରେ କିଛି ଦଖଲ ନାହିଁ କୌଣସି ଇନ୍ସପେକ୍ସନ ବି ହେଉନାହିଁ ତ ଏଇଟା ଗୋଟେ ଦୋମୁଆ ନୀତି ନୁହଁ କି ଏବଂ କାହିଁକି ଯେ ମିଡିଏଷ୍ଟ କଣ୍ଟ୍ରିଜ ଗୁଡ଼ାକ ଯେହେତୁ ଇସ୍ରାଏଲ ବୋମା କରିସାରିଛି ବୋଲି କିଛି ଲୋକ କହୁଛନ୍ତି ବା କରିବା ଆରମ୍ଭ କରିଛି ବୋଲି କହୁଛନ୍ତି ବା କରିବ ଭବିଷ୍ୟତରେ କହୁଛନ୍ତି ତାହେଲେ ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ଏହି ଭୟ ରହିବନି ତ କେବେ ଇସ୍ରାଏଲ ତାଙ୍କ କିଶୋରରେ ବୋମା ପକାଇବ ସେଇଟା ତାଙ୍କର ବହୁତ କରେକ୍ଟ ଆସେସମେଣ୍ଟ ଯେତେ ସବୁ ଗଲ୍ଫ କଣ୍ଟ୍ରିଜ ଅଛନ୍ତି ସେମାନେ ସବୁବେଳେ କହନ୍ତି କି ଆପଣ ଯଦି ସେମାନେ ଆମେରିକାକୁ କହନ୍ତି କି ଆମକୁ ଯଦି ସିକ୍ୟୁରିଟି କଭର ଦେଉଛ ବଟ୍ କାଲି ଯଦି ଇସ୍ରାଏଲ ଆମ ଉପରେ ବମ୍ ପକାଇଲା କ'ଣ ତମେ ଇସ୍ରାଏଲ ଉପରେ ବମ୍ ପକାଇବ ଆମକୁ କାହିଁକି ସେ କ୍ଷମତାଟା ଦେଉନ ଆମେ ନ୍ୟୁକ୍ଲିୟର ପାୱାର କରିବା ଆମେରିକା କହିଲା କି ଯେପର୍ଯ୍ୟନ୍ତ ଆପଣଙ୍କୁ ମୁଁ କନଭେନ୍ସନାଲ କଲେକ୍ଟିଭ ସିକ୍ୟୁରିଟି ଦେଉଛି ଇସ୍ରାଏଲ ତମ ଉପରେ କେବେ ନ୍ୟୁକ୍ଲିୟର ଆଟାକ୍ କରିପାରେ ବଟ୍ ଏଇ ମଝିରେ ଯେଉଁ ଇରାନର ଯେଉଁ ନୀତି କି ମୁଁ ଇସ୍ରାଏଲ ମୋର ପରମ ଶତ୍ରୁ ଆମେରିକା ମୋର ପରମ ଶତ୍ରୁ ଏଇ ଶତ୍ରୁ ଅଛିଟା ଯେଉଁ ତାଙ୍କ ପଲିସି ଆସିକି ସେମାନେ ଯେଉଁ ମୁଁ ଏବେ କହିଲି କି ସବୁ ଅଲଗା ଅଲଗା ଜାଗାରେ ତାଙ୍କର ପ୍ରକ୍ସି ୱାରଫେୟାର ଆରମ୍ଭ କଲେ ସେଇଟା ପୁରା ଗଲ୍ଫ ରିଜନ୍ କ'ଣ ପୁରା ମିଡଲ୍ ଇଷ୍ଟକୁ ଏବେ ଅନଷ୍ଟେବଲ୍ କରିଦେଇଛି ଆପଣ ଗୋଟେ ମୁଁ ଏକ୍ଜାମ୍ପଲ୍ ଦେଉଛି ଲେବାନନ ମୁଁ ଯାଇଥିଲି 1996 ସେତେବେଳେ ବୁଲିବା ପାଇଁ ସେତେବେଳେ କଣ୍ଟ୍ରିଟା ଏତେ ସୁନ୍ଦର କଣ୍ଟ୍ରି ଥିଲା ଆପଣ ବିଶ୍ୱାସ କରିପାରିବେ 2006 ଯେତେବେଳେ ଇସ୍ରାଏଲ ଆଉ ଲେବାନନ ଭିତରେ ୱାର୍ ହେଲା ସେ ୱାର୍ ପରେ ଏଣ୍ଟାୟାର ଲେବାନନ ପୁରା ସବୁ ଡେଷ୍ଟ୍ରୟ ହେଇଗଲା ଆଜି 2026 ଆପଣ ଯଦି ଲେବାନନକୁ ଦେଖିବେ ଲେବାନନ ଭିତରେ ତାଙ୍କ କିଛି କଣ୍ଟ୍ରୋଲ ନାହିଁ ସେ ହେଜବୁଲ୍ଲା ଯେଉଁଟାକି ଗୋଟେ ପ୍ରଥମ ଗୋଟେ ଛୋଟ ସ୍ପ୍ଲିଣ୍ଟର ଗ୍ରୁପ୍ ତିଆରି କରିକି ଇରାନ ତା ଭିତରେ ବସାଇଥିଲା କାହିଁକି ସେମାନେ ସିଆ କମ୍ୟୁନିଟି ଲେବାନନରେ ଦ୍ୱାରା 25 to 30% ସିଆ କମ୍ୟୁନିଟି ଅଛନ୍ତି ସେଇ ହେଜବୁଲ୍ଲା ଟୁଡେ ଆଜି ଗୋଟେ ପାୱାରଫୁଲ ଏଲିମେଣ୍ଟ ହେଇଗଲାଣି ଲେବାନନରେ with political space ଥାଇକି ସେଥିରେ ଲେବାନନ ରହୁଛି ଆପଣ ଜାଣିଥିବେ କି ଯେଉଁ ଏବେ ନେଗୋସିଏସନ୍ ଚାଲିଛି ଆମେରିକାରେ ଲେବାନନ ଆଉ ଇସ୍ରାଏଲ ଭିତରେ ଆଫ୍ଟର 99 ପରେ ପ୍ରଥମ ଥର ତାଙ୍କର ଡିସ୍କସନ୍ ଚାଲୁଛି ଲେବାନନକୁ ପଚରାଲେ କି ଆପଣଙ୍କ ଆର୍ମି ହେଜବୁଲ୍ଲାକୁ କାହିଁକି ଡିସାର୍ମ କରିପାରିବନି ହିଜବୁଲ୍ଲା କହିଲା ଲେବାନନ ଆର୍ମି କହିଲା ମୁଁ କରିପାରିବେନି ମୋ ପାଖରେ ତାକତ ନାହିଁ ସୋ ଯଦି କାଲି ଲେବାନନ ଆର୍ମି এইটাକୁ ହେଜବୁଲ୍ଲାକୁ ଡିସାର୍ମ କରିବାକୁ ଯିବ କାଲି ଲେବାନନରେ ସିଭିଲ ରେଭଲ୍ୟୁସନ ହେଇଯିବ ଆଉ ଲୋକ ମରିବେ
ତା ସହିତ ଆମେ ଇସ୍ରାଏଲ କହୁଛି କି ଏ ହିଜବୁଲ୍ଲାହଙ୍କର ତାଙ୍କର ପୁରା ଲିଡରशिप को ଆପଣ ଜାଣିଥିବେ ନସରୁଲ୍ଲାହ ତାଙ୍କର ସବୁଠୁ ବଡ ଲିଡର ଥିଲା ତାକୁ ମାରିଦେଲେ ହାମିନେକୁ ମାରିଲେ ଏମିତି ତାକୁ ପୁରା ଲିଡରशिप ସାରିଲା ପରେ ଏବେ ବି ତାଙ୍କ ନୂଆ ଲିଡର ଆସିଲେଣି ଏବେ ବି ତାଙ୍କ ପାଖରେ ୱେପନ ସିଷ୍ଟମ ଅଛି ଇସ୍ରାଏଲର ତାଙ୍କର ତାଙ୍କର ଯୋଉ ତାଙ୍କର ଥଟ୍ ପ୍ରୋସେସ ଅଛି କି ଯେପର୍ଯ୍ୟନ୍ତ ହିଜବୁଲ୍ଲାହ ଲେବାନନରେ ରହିଛି ଆମ ଉପରେ ଥ୍ରେଟା ଯିବନି ତ ସେଥିପାଇଁ ସେମାନେ ଚାହାନ୍ତି ସେ ଇସ୍ରାଏଲର viewpoint କିନ୍ତୁ ଇସ୍ରାଏଲ ଯଦି ଆପଣ ଦେଖିବେ ଯଦି ଇସ୍ରାଏଲ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଭିତରେ ଗୋଟିଏ ସବୁଠୁ ତାଙ୍କର ବଡ ସମସ୍ୟା ହେଲା ପାଲେଷ୍ଟାଇନ ଗାଜା ଏଇଭଳି କେତୋଟି ଘଟଣା ଉପରେ କାହିଁକି ଆନ୍ତର୍ଜାତିକ ଆଲୋଚନା ହଉନାହିଁ ସମାଧାନ ହଉନାହିଁ ଯଦ୍ୱାରା କି ଏ ଯୁଦ୍ଧ ଲାଗି ରହୁଛି ଶୁଣନ୍ତୁ ଆପଣ ହିଷ୍ଟ୍ରି ଯଦି ଇତିହାସ ଟିକେ ଦେଖିବେ ତା ଭିତରେ ଯେତିକି ଏଫର୍ଟ ହେଇଛି ଲାଷ୍ଟ 50-60 ବର୍ଷ ଭିତରେ କ୍ୟାମ୍ପ ଡେଭିଡ୍ ଏକର୍ଡଠୁ ନେଇକି ଆମର ପାଲେଷ୍ଟାଇନ ଏଗ୍ରିମେଣ୍ଟ ହେଇକି ସେପାରେଟ ପାଲେଷ୍ଟାଇନ ଷ୍ଟେଟ୍ ୟୁଏନ୍ ରେଜଲ୍ୟୁସନ ପାସ୍ ହେଇଛି ବଟ୍ ସେଇଟା ଏଥିପାଇଁ ଇମ୍ପ୍ଲିମେଣ୍ଟ ହେଇପାରୁନି ବିକଜ କାଲି ଇସ୍ରାଏଲ କହୁଛି କି ଯୋଉ ଜାଗାଟା ସେମାନେ ପାଲେଷ୍ଟାଇନକୁ ଦିଆ ହେଇଛି ଯୋଉଥିରେ ସେମାନେ ନିଜ ରାଜ୍ୟ ସେମାନେ କରିବାକୁ ଚାହୁଁଛନ୍ତି ସେଇଟା ଆକ୍ଚୁଆଲି ତାଙ୍କର ଜେରୁସାଲେମର ତାଙ୍କ ଦି ଜଣଙ୍କର ତାଙ୍କର ଦଖଲ ଅଛି ଏପର୍ଯ୍ୟନ୍ତ ଇସ୍ରାଏଲ ତାର ଯୋଉ ଲାର୍ଜର ଥଟ୍ ପ୍ରୋସେସ ଅଛି ତାଙ୍କ ପାଖେ ଯେତିକି ଟେରିଟୋରୀ ଏବେ ଅଛି ସେ ଟେରିଟୋରୀଟା ତାଙ୍କୁ ଇନ୍ ଫ୍ୟୁଚର ସେଟାକୁ ତାଙ୍କୁ ସିକ୍ୟୁରିଟି ଦେଇପାରିବନି ସେମାନେ ଚାହୁଁଛନ୍ତି ଗୋଟେ ଗ୍ରେଟର ଇସ୍ରାଏଲ ଏବେ ତାଙ୍କ ପାଖେ ତାକତ ଅଛି କାରଣ ଜିଉସ୍ ଇନଫ୍ଲୁଏନ୍ସ ସ୍ପେଶାଲି ଅନ୍ ଦି ରିପବ୍ଲିକାନ ଉପରେ ବହୁତ ବେଶୀ ଅଛି ସେ ଏଇଠୁ ଯୋଉ ସେମାନେ ଗୋଟେ ଅପରଚ୍ୟୁନିଟି ନେବାକୁ ଚାହୁଁଛନ୍ତି କି କେମିତି ହେଲେ ଆମେ କେମିତି ଆମ ଟେରିଟୋରୀଟାକୁ ବଢେଇବୁ ଯାହାଦ୍ୱାରା ସେମାନେ ଅଲରେଡି ୱେଷ୍ଟ ବ୍ୟାଙ୍କର ଗୁଡାଏ ଏରିଆ ନେଇଗଲେଣି ଏବେ ତାଙ୍କର ମେନ୍ ଏମ୍ ହଉଛି କି South Lebanon ଲେବାନନ ଭିତରେ ପଶିକି ଗୋଟେ ନଦୀ ଅଛି ତା ନାଁ ହଉଛି ଲିଟାନି ନଦୀ ସେ ଲିଟାନି ନଦୀର ଏଣ୍ଟାୟାର ସାଉଥ ଏରିଆଟାକୁ ସେମାନେ ନେଇଗଲେ ତାଙ୍କର ଗୋଟେ ଗ୍ରେଟର ଇସ୍ରାଏଲର ଗୋଟେ ଇଏ ସ୍କୋପ ରହିବ ଯାହାଦ୍ୱାରା ସେମାନେ କହୁଛନ୍ତି କି ଆମେ ଆମର ଏରିଆଟା ବି ବଢେଇବୁ ଆଉ ହିଜବୁଲ୍ଲାହକୁ ବି ଆମେ ଟୋଟାଲି ଯାହାଥିରେ ତାଙ୍କର ପୁରା ଇନଫ୍ଲୁଏନ୍ସ ଅଛି ସାଉଥ ଲେବାନରେ ସେଟା ତ ଘଟେଇଦେବୁ କରିକି ସୋ ଆମେ ଯଦି ଇସ୍ରାଏଲ ତରଫରୁ ଦେଖିବା କି ଦୀର୍ଘ 1000 ବର୍ଷ ଧରିକି ତାଙ୍କ ଉପରେ ଯୋଉ ଅତ୍ୟାଚାର ହେଇଛି ପ୍ରଥମ ଥର ପାଇଁ ସେମାନଙ୍କୁ ତାଙ୍କୁ ଚାନ୍ସ ମିଳୁଛି କି ନିଜର ଷ୍ଟେଟକୁ ସେମାନେ ଏଷ୍ଟାବ୍ଲିଶ କରିବେ ନିଜର ଇଣ୍ଡିପେଣ୍ଡେନ୍ସକୁ କରିବେ ଆଉ ଯେତେ ସବୁ ଜିଉ ସବୁ ୱାର୍ଲଡ ଓଭର ସେମାନେ ସ୍ପ୍ରେଡ୍ ହେଇକି ଅଛନ୍ତି ତାଙ୍କୁ ଆଣିକି ଗ୍ରେଟର ଇସ୍ରାଏଲ ତାକୁ ଏଷ୍ଟାବ୍ଲିଶ କରିବେ ସେଇଟା ତାଙ୍କର ଲଙ୍ଗ ଟର୍ମ ଫ୍ୟୁଚର ଆମେ ତାକୁ ଭୁଲ କହିବା କି ଠିକ କହିବା ସେଇଟା ଇତିହାସ କହିବ ବଟ୍ ପ୍ରେଜେଣ୍ଟଲି ଯଦି ଆପଣ ମୋର ଓପିନିଅନ ପଚାରିବେ ମୁଁ କହିବି କି ଇସ୍ରାଏଲର ଏଇ ମୁଭ କି ନିଜର ଗୋଟେ ଗ୍ରେଟର ଇସ୍ରାଏଲ କରିକି ନିଜର ଜିଉସକୁ ବସେଇବା ପାଇଁ ସେଇଟା ହଉଛି ନଟ୍ ଏ ଭେରି ମାନେ ମୁଁ କହିପାରିବିନି ଏଟା କି ଭୁଲ ବୋଲି ବଟ୍ ଡେଫିନେଟଲି ତାଙ୍କୁ ମୁଁ ସପୋର୍ଟ କରିବି କି ତାଙ୍କର ଗୋଟେ ରାଇଟ୍ ଅଛି କି ଗୋଟେ କମ୍ୟୁନିଟି ଯେ କି ପୁରା ୱାର୍ଲଡରେ ତାଙ୍କୁ ଏତେ ଯେ ତାଙ୍କୁ ଅତ୍ୟାଚାର କରାହେଇଛି ଓକେ ତାଙ୍କୁ ନିଶ୍ଚୟ ଗୋଟେ ମୌକା ଦିଆଯାଉ କି ସେମାନେ ଗ୍ରେଟର ଇସ୍ରାଏଲ ତିଆରି କରିବା ପାଇଁ ଯୋଉଟା କି ଇରାନ ଚାହୁଁନି ଚାହୁଁନି ଇରାନ କଣ ସାଉଦି ଆରବ କଣ ସବୁ ପ୍ରାୟ ସାଉଦି ଆରବ କେତେ ପର୍ଯ୍ୟନ୍ତ ସେ କମ୍ପ୍ରମାଇଜ କରି ଯାଉଛି ଓକେ ବିକଜ ଆବ୍ରାହାମ ଏକର୍ଡ ପରେ ଆପଣ ଦେଖିଥିବେ କି ଇଜିପ୍ଟ ଆଉ ଇସ୍ରାଏଲର ରିଲେସନସିପ ନର୍ମାଲାଇଜ ହେଲା ପରେ ଆବ୍ରାହାମ ଏକର୍ଡ ବହୁତ ବଡ ଏକର୍ଡଟା ପ୍ଲସ୍ ଇସ୍ରାଏଲ ସାଉଦିର ଯୋଉ ରେପ୍ରୋଚମେଣ୍ଟଟା ବହୁତ ଇମ୍ପ୍ରୁଭ କରୁଥିଲା ଯୋଉଟା କି ଇରାନକୁ ଭଲ ଲାଗୁନଥିଲା ଓକେ ଆଉ ସବୁବେଳେ ଇରାନର ଗୋଟେ ଡର ଥିଲା କି ଯଦି କାଲି ମୋର ମେନ୍ ପ୍ରକ୍ସି ଯୋଉଟା କି ହିଜବୁଲ୍ଲା ସେ ଚାଲିଯିବ ଯଦି ହିଜବୁଲ୍ଲାର ହାତଟା କଟିଗଲା ତାହେଲେ ମୁଁ ଇସ୍ରାଏଲକୁ କିଛି କରିପାରିବିନି କିନ୍ତୁ ଏପଟେ ଆପଣ ଦେଖନ୍ତୁ ଲେବାନନ ସହିତ କଥାବାର୍ତ୍ତା ଚାଲିଛି ଆମେରିକାରେ ଇସ୍ରାଏଲର କଥାବାର୍ତ୍ତା ଚାଲିଛି ସେପଟେ ଲେବାନନରେ ବମ୍ବାର୍ଡମେଣ୍ଟ ମଧ୍ୟ ଚାଲିଛି କାହିଁକି ନା ଲେବାନନ ଇସ୍ରାଏଲ ଚାହୁଁଛି କି ଯେତିକି କମ ସମୟରେ ସେ ଯଦି ଏରିଆଟା ଯେତିକି ଚାହୁଁଛି ମିଲିଟାରୀ ସାଉଥକୁ ଯଦି ଅକୁପାଏ କରିପାରିବ ତାପରେ ତା ସିଜ୍ ଫାୟାର ହେଲେ କିଛି ଅସୁବିଧା ନାହିଁ କାରଣ ଇସ୍ରାଏଲ ବି ନିଜେ ଜାଣିଛି କି ମୁଁ ପୁରା ଲେବାନନ ଅକୁପାଏ କରିପାରିବିନି ସୋ ସେଇଥିପାଇଁ ସେ ଏ ଯୋଉ ଇମିଡିଏଟ ଯୋଉ ବମ୍ବାର୍ଡମେଣ୍ଟ ଚାଲୁଛି ଆଉ ଇସ୍ରାଏଲକୁ ବହୁତ କଷ୍ଟରେ ନେଗୋସିଏଟିଂ ଟେବୁଲକୁ ଅଣାହେଇଛି ଓକେ ସେ ଇସ୍ରାଏଲ ଚାହୁଁନଥିଲା କି ତାକୁ ନେଗୋସିଏଟିଂ ଟେବୁଲ ଆସିବା ପାଇଁ ବଟ୍ ପ୍ରେସିଡେଣ୍ଟ ଟ୍ରମ୍ପ ତା ଉପରେ ଫୋର୍ସ କହିଲେ କି ଯଦି
ମୁଁ ତତେ ଇରାନ ପାଇଁ ଏତେ ହେଲ୍ପ କରିଛି ତୁ ମୋ କଥା ଶୁଣିବୁ ଏସ୍ ଫାର ଲେବାନନ୍ ଇଜ କନସର୍ନ। ଆପଣ ସେ ଫଟୋଟା ଦେଖିଥିବେ କାଲି ସେକ୍ରେଟାରୀ ରୁବିଓ ଯେତେବେଳେ ଦି ଜଣଙ୍କୁ ବସେଇଥିଲେ ଯେ ଯାକ କିଏ କାହା ମୁହଁକୁ ଦେଖୁନଥିଲେ ବଟ୍ ଇସ୍ରାଏଲି ଆମ୍ବାସିଡର ଗୋଟେ ଷ୍ଟେଟମେଣ୍ଟ ଦେଲେ କି ଆମେ ଆସିଛୁ ଗୋଟେ ସଲ୍ୟୁସନ ପାଇଁ। ଏଇଟା ପ୍ରଥମ ଥର ମୁଁ ଦେଖୁଛି କି ଇସ୍ରାଏଲ ଗୋଟେ ଷ୍ଟେଟମେଣ୍ଟ ଦେଲା, ଇସ୍ରାଏଲ ଆମ୍ବାସିଡର ଗୋଟେ ଷ୍ଟେଟମେଣ୍ଟ ଦେଲା କି ଆମେ ଗୋଟେ ସଲ୍ୟୁସନ ଚାହୁଁଛୁ। ଏପର୍ଯ୍ୟନ୍ତ ଇସ୍ରାଏଲ କୋଉ ଜାଗାରେ କହୁନି କି ଆମେ ସଲ୍ୟୁସନ ଦରକାର ବୋଲି। ସେ କହୁଛି କି ଆମେ ଆମର ରାଇଟ ଟୁ ଡିଫେଣ୍ଡ ଆସେଟ୍ ଅଛି, ତା ଭିତରେ ବହୁତ ଡିଫରେନ୍ସ ଅଛି ରାଇଟ ଟୁ ଡିଫେଣ୍ଡ ଆଉ ଗୋଟେ ସଲ୍ୟୁସନ ଦରକାର। ଆଉ ଯଦି ତାଙ୍କ ସାଉଦର୍ନ ଲେବାନନ ଏରିଆଟା ମିଳିଗଲା ତାହେଲେ ସେମାନେ ଆଗକୁ ଯିବେନି। ସୋ ସେଇଟା ମେନ୍ ଏମ୍ ହଉଛି ଇସ୍ରାଏଲର କଥାଟା ହେଲା ଯେ ବର୍ତ୍ତମାନ ଦେଖନ୍ତୁ ଗୋଟେ ପଟେ ଆପଣ ଯୁଦ୍ଧ ଚାଲିଛି, ମାନେ ବିବାଦ ସମାଧାନ ପାଇଁ କାହା ଗୋଟେ କଥାବାର୍ତ୍ତା ବୋଧେ ଆରମ୍ଭ ହେଇଛି। ପାକିସ୍ତାନର ଇନିସିଏଟିଭରେ ଏ ଯେଉଁ ହେଲା 21 ଗୋଟେ ଟକ୍ ଚାଲିଲା, ଏ ଟକ୍ଟା ବିଫଳ ହେଇଗଲା। ବିଫଳ ହେଲା ପରେ ବର୍ତ୍ତମାନ ପାକିସ୍ତାନ ପୁଣି ଥରେ ଚାହୁଁଛି ଆଉ ଥରେ ସେ ଯେଉଁ କଥାବାର୍ତ୍ତା ଆରମ୍ଭ କରିବା। ପାକିସ୍ତାନ ଭଳିଆ ଗୋଟେ ଛୋଟିଆ ଦେଶ ଯଦି ଏଇ କ୍ଷେତ୍ରରେ ଇନିସିଏଟିଭ୍ ନେଉଛି, ଆଗ୍ରହ ପ୍ରକାଶ କରୁଛି ଏବଂ ନେତୃତ୍ୱ ନେଉଛି, ଭାରତ ବର୍ଷ କାହିଁକି ପଛରେ? सोशल मीडिया रे आउ न्यूज पेपर भाई चली भारत कहीं इच्छुक नहीं। आपन गोटे कहवाक चाहूँ कि पाकिस्तान मेडिएशन रोल रे बहुत वर्ष तार एक्सपीरियंस अच्छी। से खाली छोट छोट मेडिएशन करनी बट जेहेतु हेनरी किसिंगर थे यूएस रो सेक्रेटरी ऑफ स्टेट, तांकर नेतृत्व रे चाइना और यूएस को भितर जो मेडिएशन करता तादे भी पाकिस्तान से तार मेजर रोल था। सब्सिक्वेंटली गल्फ वॉर रो मेडिएशन रोल भी पाकिस्तान थिला ना। आम तो भाव कि पाकिस्तान को कहीं सिलेक्ट कराऊँ आमको कहीं सिलेक्ट कराऊ कौन आमर एत बड़ा देश आम कौन आम एति पावर नहीं कि आम इन्फ्लुएंस करेंगे। आमर भल रिलेशनशिप अच्छे अमेरिका सहित आम भल देश अच्छी ईरान सहित कथा रिलेशनशिप नहीं। यही स्टेज रे किए अति कम समय रे जिनसटा को बुझिकी ठीक कम्युनिकेट कर दीटा पार्टीज एथिरे अपन देखिए कि पाकिस्तान जे कि गोटे तांकर स्ट्रेटेजिक कम्युनिकेशंस आउ सब डिप्लोमेटिक कम्युनिकेशन एक्सपर्टीज को डेवलप करिछि। से अमेरिका को रीच कर पारुछि, से चाइना को भी रीच कर पारुछि, से ईरान को भी रीच कर पारुछि। एमती नहीं कि आम पाखे एत कि डिप्लोमेटिक टूल्स नहीं कि आम पहुँच पारिबनी, बट आम पाखे जो समयटा लगे पहुँचापी से समयटा को एवं प्रेजेंट स्टेज रे ना द प्रेसिडेंट ट्रम्प ना तो जियोपॉलिटिकल सिचुएशन ना द इरानियंस से समयटा को नापे से राजी नुहति। यही जो क्षेत्र में पाकिस्तान जियोपॉलिटिकल सिचुएशन कारण ईरान आउ पाकिस्तान बॉर्डर अच्छी आउ चाइना सहित तार भल संपर्क अमेरिका सहित एवं भल संपर्क है पर्सनल संपर्क मुझे चाहूँगी। प्रेसिडेंट ट्रम्प आउ प्रेसिडेंट फील्ड मार्शल मुनीर से गोटे पर्सनल संपर्क एस्टाब्लीश कर राको जोटा कि बहुत भल आम जोटा भल जिन आम एप्रिशिएट करवा से करद्वारा कि अमेरिका भाविला कि यही समय पाकिस्तान को से चांस दबा से दिजन को मिसई पार। प्लस पाकिस्तान सुन्नी देश ईरान शिया देश आम सब कहवा कि शिया सुन्नी भितर एत अंडरस्टैंडिंग नहीं। ऑब्वियसली ऑन ग्राउंड भितर एत ट्रस्ट नहीं। बट यही सिचुएशन रे ईरान पाखे आउ किसी चॉइस भी नहीं कि आउ को कंट्री ये जिस मेडिएट कर। भारतर गोटे डिसएडवांटेज है कि एपर्यंत ईरान भावुची कि भारत इज्राएल और अमेरिका एक्सिस सहित बेसी जोड़ी मो सहित बेसी जोड़ी ना। सो सेटा गोटे मिस्ट्रस्ट अच्छी ईरान उपरे एंड किछुदिन आगे प्रधानमंत्री नरेंद्र मोदी जाइतिले सेटा मो द्वारा गोटे से गोटे टैक्टिकल गोटे मिस्टेक है। प्राइम मिनिस्टर मोदी से तो न जाए भल होता बट जहाँ भी होगला। बट आउ गोटे जिनस हूँ कि आमर देशर जो राजनीति आमर डिप्लोमेटिक थॉट प्रोसेसटा सेटा सब लॉन्ग टर्म थाए। लॉन्ग टर्म स्टेबिलिटी स्ट्रेटेजिक इंटरेस्ट ऊपर डेवलप करता है। पाकिस्तान मुझे देखी सब इंटरेस्ट एंड शॉर्ट टर्म टैक्टिकल नेचर रदर क्विक रिजल्ट दरकार। और ये समय पाकिस्तान पाकिस्तान गोटे दरकार कि गोटे किसी गोटे डिप्लोमेटिक स्पेस हेले से जाकि से तार इकोनॉमिक सिचुएशन सैल्वेज कर पाइबो आउ
से किसी ना किसी देश पे कर पाकिस्तान बिगेस्ट प्रॉब्लम हो वर्ल्ड क्षेत्र क्रेडिबिलिटी सो एटा जो गोटे गोटे अपरच्युनिटी मिलला से जदि करें आउ आप कहे कि आम कहीं चाहबानी कि पाकिस्तान भी गोटे प्रगति देश हो और पाकिस्तान भी खोला देश हो आम भल संपर्क रखा कारण जिते जिते आम आगे जावा आम कंट्री आगे जीव आ पाकिस्तान पछुट कमिज सी गोटे वीक देश हिसाब से आमको सब आम उपर किसी ना किसी से आघात करने को चाहे ଯୋଉଟା ଆମେ ଯେମିତି करने चाहे ଆଉ ଗୋଟେ କହିଲେ ଯେ ଆପଣଙ୍କୁ କହିଲେ ଯୋଉ ଆମେ ପାକିସ୍ତାନ ଇନିସିଏଟିଭ ନେଲା ଏମାନଙ୍କୁ 21 ଘଣ୍ଟା କଥାବାର୍ତ୍ତା ଚାଲିଲା କିନ୍ତୁ ତାରି ପରେ ପରେ ବୋଧେ ଆମେ ଦେଖୁଛେ ହରମୁଜ କୁ ଇରାନ ଛାଡ଼ିଲାନି ଇରାନ ବ୍ଲକ କରି ରଖିଛି ଫେବୃଆରୀ 28 ତାରିଖରୁ ଆପଣ ଜାଣିଛନ୍ତି ସେଟା ହରମୁଜ ର ଅବସ୍ଥା ସେଇଆ ବର୍ତ୍ତମାନ ଆମେରିକା ଇରାନ କୁ କୌଣସି ଜାହାଜ ଆସିପାରିବନି ବା ଇରାନ କୌଣସି ଜାହାଜ ଯାଇପାରିବନି ବୋଲି ଗୋଟେ ଇକୋନୋମିକ ବ୍ଲକେଡ୍ ଅର୍ଥନୈତିକ ବାସନ୍ଦ ଭଳି କରିଦେଲା ତ ଏ ଯୋଉ ଯୁଦ୍ଧ ବିରତିର କିଛି ମାନେ ରହିଲା କେତେ स्ट्रेट ऑफ हॉर्मुज ईरान पाई गोटे हूँ स्ट्राटेजिक लिवरेज ओके इट्स ए लिवर इटा इज नॉट ए स्विच नहीं कि ताको ऑफ ऑन हो से ताको लिवर कले से रेगुलेट करते आ तार एसामेट्रिक वारफेयर रे एटा गोटे बड़ा जिनस अच्छी जद्वारा कि एपर्यंत जदि अमेरिका डरिक अच्छी से इथपाई डरिक अच्छी कि काली जदि हर्मुजटा से बंद करदेला तार किसी गोटे बड़ा जहाज माइंड्स रे लागिगला आप भाई पारतु कि 25% ऑफ द ऑयल एंड 20% ऑफ गैस सप्लाई पूरा वर्ल्ड में बंद जोटा कि वो कट्टु सब कट्टु को एफेक्ट करिवो एंड आल्सो अमेरिका को एफेक्ट से કોઈ માઇન્સ વિશે જલ્દી से कोई ମାଇନ୍ସ ରଖା କରିପାରିବେ सो दाको हिसाब रे ऑलरेडी माइंड पे बिछा है जोटा कि से गोची ओमान से तरफ बिछा है और तार रेकॉर्ड आबा केते नाही से केते बाट सेटा ठीक भूल कहि हबनी बट द वेरी फायर कि काली से 20 नॉटिकल माइल भितरे जदि गोटे जहाज जदि काली तापरे अटैकिंग ताप पसिगले से चैनल भितरे आपण कहि पारे कि से पूरा चारिटा पूरा बंद हिचो କାରଣ ସେ ପୁରା ଆପଣଙ୍କ ନିଆଁ ଲାଗିବ हनिया लगी तापर जदि काली ऑयल स्पिल होगा सेटा आउट डेंजरस सो तार सेटा स्ट्रेटेजिक लेवल अमेरिका जो कामटा कला ब्लॉकेड आपण माने बुझवा कथा कि ब्लॉकेड होची इज एन एक्ट ऑफ वॉर इट इज नॉट एक्ट ऑफ पीस इज अ मिलिटरी काइंड ऑफ मिलिटरी एक्शन आउ ब्लॉकेड से जो करिची थ्रू आमर ब्लॉकेड ऑपरेशन रे सी गोटे एते इकोनॉमिक प्रेशर अबे ईरान पे कि ईरान फोर्सफुली कंपेल करिवो कि नेगोशिएटिंग टेबल रे मानिबो कि से आउ न्यूक्लियर जिंस को आगे जिबोनी କିନ୍ତୁ ହରମୁଜ को नहीं देखो ଆମେରିକାରେ ଯୋଉ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ବିଳାପ କେତେ ପ୍ରକାର ସେ ଭର୍ତ୍ସନା କରିଛନ୍ତି ନାଟୋ କଣ୍ଟ୍ରିଜକୁ ନାଟୋର 32 କଣ୍ଟ୍ରିକୁ ଭୀରୁ କାପୁରୁଷ ବୋଲି କହିଲେ ଏମାନଙ୍କ ଦ୍ୱାରା କିଛି ହବ ନାହିଁ ବୋଲି ବି କହିଲେ ସେପଟେ ସେ କହିଲେ ଯେ ତମର ସାହାଯ୍ୟ ଦରକାର ମୁଁ କରିବି ତ ଏଇ କୋ ଏ ହରମୁଜ ରେ ବିଷୟରେ ବି ବହୁତ ଇଏରେ ଆପଣ ଆଗ୍ରା ବି ଭାବୁଛନ୍ତି କି ନା ଏ ଜାଣି ଶୁଣିକି ଏମିତି ଆଟେକ୍ କରୁଛନ୍ତି ଗୋଟେ ଷ୍ଟ୍ରାଟେଜିକ୍ ଗୋଟେ ଅଛି ଗୋଟେ କିଛି ଗୋଟେ କୌଶଳ ପାଉଛନ୍ତି ଆମେ ଇରାନ हर्मुज रो सेंसिटिविटी टा यूरोपियन देशेस और नाटो कंट्रीज अमेरिका रो बोलो बुझो 1980 टैंकर वॉर पर बहुत स्टडीज है कि आम हर्मुज टा के सदाबले कला तापे बहुत एग्रीमेंट होती बहुत डिस्कसन होती आउ से समय ईरान को कहुए कि तुम ताको केपे हेले नाइस लगेब बट एबे जो अमेरिकन एक्शन है ये एक्शन टा होची टोटली अमेरिका फ्रस्ट्रेशन इन नॉट एबल टू रेक ओवर ईरान ऊपर जी जो रेक हो कथा कि से कर पारे आ से भाभी कि मिलिटरी रो एते बड़ ऑपरेशन पर जहाँद्वारा कि तार नेवी को डिस्ट्रॉय करदे तार एयरफोर्स को डिस्ट्रॉय करदे तार ब्रिज गुड़ा उड़ेदे सब कला डिस्ट्रॉय कला ऑटोमेटिक से देश एत भागी पड़ो कि से हर्मुज टाको ऑटोमेटिक खोल यहीटा गोटे जो विचारधारा थिला ये विचारधारा एक्चुअली कुल कि से देखिले कि ए कंट्री एते रेजिलियंस कि एते तारा सहबाटा शक्ति कि ताको जेते भी हमें डिस्ट्रॉय कले
से तार गोटे जो बड़ लेवरेज अच्छी हॉर्मुज लेवरेजटा को सेटा को छाड़िया पर जेते प्रेसिडेंट ट्रम्प देखले कि एटा को से छाड़ुनी ताको पर किछि बाट नथिला से अन्य देश मान को कहले तुम संग मिसिकी एटा को खोले कर कारण सब यूरोपियन नेशन जानिचंते अपना प्राइम मिनिस्टर स्टार्मर भी बड़े स्टेटमेंट देते प्रेसिडेंट मार्कोनी स्टेटमेंट देले कि जदि तुम मिलिटरीली हॉर्मुजटा खोले को चाहो तो एटा गोटे बड़ डिजास्टर एटा तुम कर ताको एडवाइस करते सो जेतले सेटा को मिलिटरी ऑप्शन रहिलानी कि आम केते खोली पारियो करे कि नेक्स्ट बेस्ट ऑप्शन रहिला कि गोटे नेवल ब्लॉकेट कर नेवल ब्लॉकेट कला परे ता ब्लॉकेट र माने को जहाज भितर को जीवनी को जो बाहर आसबनी ब्लॉकेट बट इमिडिएटली तला पर बहुत ज्यादा वर्ल्ड अपोजिशन हैला सेटकॉम सेंट्रल कमांड आर्मी जो यूएस सेंट्रल कमांड गोटे स्टेटमेंट देला कि नहीं आमे सब जहाज को बंद करबनी खाली आमे ईरान जते पोर्ट्स को आमे ब्लॉक कर ईरान पोर्ट्स वो जहाज बाहरी पारिबनी कि ईरान पोर्ट को को जहाज जाई पारबनी सो ए सितरे सीटा अच्छी अब ब्लॉकेटा मो हिसाब रे गोटे इकोनॉमिक प्रेशर टूल रादर देन ए मिलिटरी टूल दो ब्लॉकेट गोटे मिलिटरी एक्शन कह जाए बट थ्रू मिलिटरी एक्शन एबे अमेरिका चाहूँ कि एते इकोनॉमिक प्रेशर पकेबो कि ईरान किसी ना कि तार नेगोशिएट टेबल आसे ये मध्यप्राच्य देश जो अशांति रोची अस्थिरता रोची युद्ध चली रोची ता समाधान किसी अच्छी आप भावुं कि एवं बर्तमान जो कथबार्ता आगु करियो बोली बसुचंती ये कथबार्ता सफल हबो कि कारण सामरिक कार्यक्रम सफल हैला नहीं प्रथमे आमे देखिबा कूटनीति भी सफल हैलानी काना कूटनीति चलीथिला कूटनीतिक जो आलोचना चलीथिला कि तार पर अमेरिका आक्रमण कला वर्तमान सामरिक कार्यक्रम हैला नहीं सफल हैला नहीं वर्तमान भावुचंती कि कूटनीति पुणी थरे सफल हबो मोर तो बहुत विश्वास अच्छी कि ईरान कूटनीति रे किसी ना किसी कॉम्प्रोमाइज करियो और से कॉम्प्रोमाइजटा होची जोटा टाइम लाइन जोटा कि आगुरु जोटा कि अमेरिका कहूँ कि 20 वर्ष पर्यंत तुम किसी भी यूरेनियम को एनरिचमेंट करबनी आउ ईरान कहूँ से खाली 5 वर्ष पर रखू ता भितर गोटे किसी गोटे वाइबिलिटी हो पारे कि 10 वर्ष बोधे से मानि पारती एक नंबर 2 रशिया गोटे प्रपोजल देछि कि जति एनरिच यूरेनियम अच्छी 410 किलो जो एनरिच यूरेनियम ईरान पाखे अच्छी सेटा को मो अंडर मु रखी ओके आउ जेतले ईरान को दरकार मुझे एनरिच यूरेनियम मु ईरान को देबी सेटा मझिरे ईरान 2013-15 भीतर जो एग्रीमेंट होता ये प्रपोजल ईरान भी मानी थिला बट पर जिते कहले कि ना आम आम एनरिच यूरेनियम को पूरा आम 3% को नहीं आसबू ये प्रपोजल ड्रॉप होता ये प्रपोजल एपर्यंत भी रशिया पाखे अच्छी जोटा कि अमेरिका भी सहमत अच्छी कि ठीक अच्छे तुम देपर थर्ड ऑप्शन अमेरिका कहूँ कि तुम जब पूरा जो मानी 3% को नहीं आसब तो सेटा कर दियो आउ 10 वर्ष तो करनी तुमको जिते यूरेनियम दरकार एनरिचमेंट पीसफुल पर्पस मु तुमको बिना पैसा देवी ओके बोली एटा गोटे ऑफर से माने करिसंती केते दूर एटा को अमेरिका ईरान ताको एक्सेप्ट करिवो बिकॉज अमेरिका आउ यूएस ईरान भितर गोटे बड़ जिनस हला ट्रस्ट समाने ताको ट्रस्ट अपन भांगी जायछि कारण आपण एक ओमान टॉक्सटा जते पूरा सक्सेस होको जाउतला से समय रे फरवरी 28 रे से माने अमेरिका अटैक कला सो ये जो खेल भितर ये जो राजनीतिक खेल भितर इजराइल चाहूँगी कि पूरा अमेरिका पूरा ईरान न्यूक्लियर पावर कमिज ओके मुझे छाड़ी आउ गोटे मुझे चाहूँगी कि जोटा कि अमेरिकार गोटे स्ट्राटेजिक एम अच्छी आप जानी कि अमेरिकार पेट्रो डॉलर उपरे तार तार सब जो जोरटा अच्छी से कमी गला ओके साउदी अरेबिया सहित जो पेट्रोल डॉलर लिंकटा थिला 2 वर्ष आगे से चेंज अमेंडमेंट ईरान तार 50% ऑयल जोटा को चाइना को दौची से युआन डॉलर दौची ओके जोटा कि अमेरिका को बिल्कुल पसंद नहीं वेनेजुएला ऑयल रिसोर्सेस कंट्रोल कला पर ओके से चाहूँगी कि जदि मोर ईरान रो ऑयल रिसोर्सेस खाली तार ट्रेड एंड पैसेज जदि मु कंट्रोल कली और सेटा को खाली मु डॉलर कर देली ताले से माने वर्ल्ड रो
almost 60% of the oil reserve ସେମାନେ पेट्रो डॉलर तो इस्तेमाल କରିପାରିବେ। ଏଇଟା ହଉଛି ଲାର୍ଜର ଏମ୍। थर्ड एम हूँ कि जदि से आम से ईरान को निज हाथ को नहीं आसा जोटा कि बड़ बहुत कष्टर काम से गोटे बड़ डिप्लोमेटिक गेम हम ता द्वारा से रशिया आउ चाइना तो जो डोमिनेंस अच्छी नहीं आसो सेटा हूँ अमेरिकार लॉन्ग टर्म इंटरेस्ट इमिडिएटली तो हबनी रेजिम अच्छी पर लॉन्ग टर्म इंटरेस्ट अच्छी कि ईरान को केमिति बैक ताकर इन्फ्लुएंस ऑर्बिट नहीं आसो गोटे पेट्रो डॉलर गोटे इन्फ्लुएंस और थर्ड हूँ न्यूक्लियर डिलिमिटेशन ये तीन टा हूँ मेन एम। बहुत बहुत धन्यवाद। देश देश मध्य युद्ध विवाद लगी रही है किंतु युद्ध रे कौन सी देशवासी शांति पाए युद्ध रे जितने भी शांति पाई ना कि युद्ध रे हारिले भी शांति पाई ना युद्ध और शांति मध्य समस्ते शांति को पसंद करती। आज जो मध्यप्राच्य युद्ध ये अमेरिका भली गोटे सबताश देश वो इज्राएल तार सहयोगी ईरान को प्रकाश कर पारे ना तो ये गोटे बड़ शिक्षा अमेरिका पाइला एवं आगामी दिन में जो कूटनीति को सहाय करी जदि यही बाट ईरान सहित जो चुक्तिनामा हम ताहले निश्चित भाव में मध्यप्राच्य शांति को फेरी अपेक्षा रहा। बहुत बहुत धन्यवाद बहुत बहुत धन्यवाद आपण मते ए अपॉर्चुनिटी देले कि आपण सहित आम टिके डिस्कस करवा और ऑडियंस को भी जोरा करेक्ट पिक्चर सेटा में कहले से माने बुझी पारे कि आमर जियोपॉलिटिकल सिचुएशन केते सेंसिटिव आउ आमे केमती एही एनवायरनमेंट उपरे केमती आगे। बहुत बहुत धन्यवाद। थैंक यू।